ଆମେ ଉଜ୍ଜଳା ଦିଦି ସଂଘରୁ ଆସିଥିଲୁ। ଆମର ସବୁ ଜିଲ୍ଲାର ଦିଦି ମାନେ ଆମେ ବହୁତ ଉଜ୍ଜଳା ଦିଦି 2019 ମସିହାରେ ଆମେ ପୋଷ୍ଟିଂ ପାଇଥିଲୁ। ସେଥିଲାଗି ଆମେ ବହୁତ ଆନ୍ଦୋଳନ ବହୁତ ବି ଦେଇଥିଲୁ ଆମର ଦାବି ବିଷୟରେ। ଆଜି ଯେହେତୁ ନୂଆ ମୁଖ୍ୟମନ୍ତ୍ରୀ ଆମର ଆସିଲେ, ତାଙ୍କୁ ଆସି ଦେଖା କଲୁ। ଆଉ ମୁଖ୍ୟମନ୍ତ୍ରୀ ବହୁତ ବି ସ୍ପଷ୍ଟ ଭାବରେ ଆମକୁ କହିଲେ ଯେ କାମ କରିବୁ। ଆଉ ଉଜ୍ଜଳା ମ୍ୟାନ୍ ଯିଏ ଉଜ୍ଜଳା ଦିଦି ଯିଏ ବାହାର କରିଥିଲେ ଉଜ୍ଜଳା ଆମର ଯୋଜନା, କିଏ ଆମକୁ କହିଲେ ଧର୍ମେନ୍ଦ୍ର ଭାଇ ନା, ତାହେଲେ ମୁଁ ତାଙ୍କ ପାଖରେ କଥା ପକେଇବି ଏବଂ ସେ ବିଷୟରେ କାମ କରିବା ପାଇଁ ଚେଷ୍ଟା କରିବି। ତାଙ୍କୁ ଯାଇ କଥା ପକେଇଲେ ସିଏ ତାଙ୍କର ଯାହା କହିବେ ସେ କାମ କରିବା ପାଇଁ ଚେଷ୍ଟା କରିବେ କହିଲେ। ହଁ, ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିଲୁ। ଆଉ ବହୁତ ଖୁସିର କଥା ଯେ ଆଜି ସ୍ପଷ୍ଟ ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଦେଖା ହେଲା ଏବଂ ଆମେ ଯାହା ଭାବିଥିଲୁ ଯେ ଏଥରକ ପରିବର୍ତ୍ତନ ଆସୁ ଏବଂ ପରିବର୍ତ୍ତନ ଆସିଛି। ବହୁତ ଆସୁ ଆସୁ ଜଗନ୍ନାଥଙ୍କର ଚତୁର୍ଦ୍ଦିଗ ଚାରିଦ୍ୱାର ଖୋଲା ହେଲା, ବହୁତ ଖୁସିର କଥା। ଏବଂ ଆଗକୁ ବି ସବୁ କିଛି ଭଲ ହବ ବୋଲି ଆମେ ବି ଏଇ କଥା ଯାହା ଦେଖିଲୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯୋଉ ବ୍ୟବହାର, ଯୋଉ କଥାବାର୍ତ୍ତା, ତାଙ୍କର ଶୈଳୀ, ନା ସବୁ ଜିନିଷରେ ଆଜି ଦେଖିଲୁ, ବହୁତ ଖୁସି ଲାଗିଲା। ହଁ, ଆମେ ଆମେ ଆମର ଦାବି ଥିଲା ଯେ ଆମେ 2018 ମସିହାରୁ ଯୋଉ ଉଜ୍ଜଳା ଦିଦି ହେଇଥିଲୁ, ସେ ଉଜ୍ଜଳା ଦିଦି ତରଫରୁ ଆମର ବିଭିନ୍ନ ଆନ୍ଦୋଳନ ଚାଲିଥିଲା। ଏଇ ଉଜ୍ଜଳା ଦିଦି ମାନଙ୍କ ପାଇଁ ଆମେ ଆଜି ଆସିଥିଲୁ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଦାବି ପତ୍ର ବି ଦେଇଛୁ ଏବଂ ତାଙ୍କୁ ବି ଆମେ କହିଛୁ ଯେ ଆମର ଏମିତି ଆମେ ଆସିଥିଲୁ ଆପଣଙ୍କ ଆମ ଦୁଃଖ ଟିକେ ବୁଝିବା ପାଇଁ। ସେ କଥା ଦେଇଛନ୍ତି ଯେ ଉଜ୍ଜଳା ମ୍ୟାନଙ୍କ ସହିତ ମାନ୍ୟବର ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କଥା ହେବେ ଏବଂ ଆମ ବିଷୟରେ କିଛି କଥା ହେଇକି ଜଣେଇବେ ଆମକୁ, ଆଉ କଣ ଏଇଟା କରିବାକୁ କେମିତି। ନାଇଁ, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆମେ ଯାଇନୁ ଜମା। ଆମେ ହଁ 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 ଆମେ ତ କେନ୍ଦ୍ର ହଁ ହଁ ବହୁତ ଖୁସି ଲାଗିଲା। ହଁ ହଁ ବହୁତ ଖୁସି ଲାଗିଲା, ବହୁତ ଖୁସି ଲାଗିଲା ଯେ ସେ ପ୍ରଥମରୁ ହେଲା ପରେ ଯୋଉ ଚତୁର୍ଦ୍ଦିଗ ଜଗନ୍ନାଥଙ୍କର ଚାରିଦ୍ୱାର ଖୋଲିଛନ୍ତି, ସେଥିପାଇଁ ଜଗନ୍ନାଥଙ୍କ ପାଖରେ ଆମେ ବି କୃତଜ୍ଞତା, ତାଙ୍କ ପାଖରେ ଆମେ କୃତଜ୍ଞତା ଯେ ଜଗନ୍ନାଥ ହୁଏତ ମୁଖ୍ୟମନ୍ତ୍ରୀଙ୍କ ଭାବରେ ଆସିଛନ୍ତି ବା ମୋଦି ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟରୁ ଆସିଛନ୍ତି, ଏ ଦେଶରୁ ବହୁତ ଦୁଃଖ ହଟିବ। ନାଇଁ ନାଇଁ, ଆମେ ଆମର ଅଛି ତାଙ୍କର ନୀତି ନିୟମରେ ଯିବୁ ନା। ଆଉ ସେ ଚାହୁଁତେ ଏଡେ ବଡ ମୁଖ୍ୟମନ୍ତ୍ରୀ, ଏଡେ ବଡ ରାଜ୍ୟର ଶାସକ, ସିଏ ତାଙ୍କ ପାଖକୁ ଡାଇରେକ୍ଟ କଣ ଏମିତି ପଳେଇ ହବ? ତାଙ୍କର କିଛି କିଛି ଅଛି, ଯେମିତି ଠାକୁରଙ୍କ ପାଖକୁ ଯିବା ପାଇଁ ହେଲେ ବାସ ବଳଦକୁ ଦେଖା କରିବାକୁ ପଡିବ, ଏଠୁ ବୃଷଭକୁ ଦେଖା କରିବାକୁ ପଡିବ, ଅନୁମତି ଅଛି। ସେମିତି ତାଙ୍କ ପାଖକୁ ଯିବା ପାଇଁ ହେଲେ କିଛିଟା ଲୋକଙ୍କର ଆଇନ ଅନୁସାରେ ଆମେ ଯିବୁ ନା। ଆମେ ଏମିତି କଣ ହଠାତ୍ ଯାଇପାରିବା?